ନଟବର କ'ଣ କରୁଛନ୍ତି ନା ପାହାଚ ଉପରେ ଠାକୁରକୁ ମୁଣ୍ଡିଆ ମାରି ଗୁହାରି ଜଣେଇକି ପୁଣି ବାହାରି ପଡ଼ିଲେ। କୁଆଡ଼େ? ଗାଁ ଆଡ଼କୁ। ଛାଇ ତଳୁ ଖରାକୁ ବାହାରି ଆସିଲା ପରେ ଖରାଟା ଯେମିତି ବେଶୀ କଷ୍ଟ ଦେଉଛି। ମାନେ ଛାଇ ତଳେ ଥିବେ ପୁଣି ଥରେ ଖରା ଆସିଲେ ତମକୁ କଷ୍ଟ ଲାଗିବନି? ଆଉ ଜାଲୁ ଜାଲୁଆ ମଧ୍ୟ ଦିଶୁଛି ଚାରିଆଡ଼େ। ମାନେ ସେ ଖରାରେ ଗ୍ରୀଷ୍ମରେ ତ ଏମିତି ଦେଖାଯିବାଟା ସୁନିଶ୍ଚିତ ନୁହେଁ କି? ତାପରେ ଠାକୁରାକୁ ପ୍ରାର୍ଥନା କରିକି ଆସିଛନ୍ତି ନଟବର ବାବୁ। କହିଛନ୍ତି ବୋଉକୁ ଭଲ କରିଦିଅ ଠାକୁରେ, ନହେଲେ ଅନ୍ତତଃ ମୁଁ ଯିବା ପର୍ଯ୍ୟନ୍ତ ସେ ଯେମିତି ବଞ୍ଚିଥାଉ। କିନ୍ତୁ ସେ ପ୍ରାର୍ଥନାରେ ଯେମିତି ବିଶ୍ୱାସ ନାହିଁ। କାହାର? ନଟବର ବାବୁଙ୍କର। ମାନେ ନିଜେ ପ୍ରାର୍ଥନା କରୁଛନ୍ତି କିନ୍ତୁ ସେ ପ୍ରାର୍ଥନା ମଧ୍ୟ ନିଜର ବିଶ୍ୱାସ ହେଉନି। ସେ ଡାକିବାରେ ପ୍ରଗାଢ଼ ଆକୁଳତା ବି ନାହିଁ। ମାନେ ଯେଉଁ ଆକୁଳତାରେ ଭଗବାନଙ୍କୁ ଡାକନ୍ତି ସେ ଆକୁଳତା ମଧ୍ୟ ଆଙ୍କ ମନରୁ ପଳେଇଲାଣି। କେମିତି ଗୋଟାଏ ଲୋକ ଦେଖାଣିଆ ଅଭ୍ୟାସ। ମାନେ ସେ ଲକ୍ଷଣ ଦେଖାଣିଆ ଭଳିଆ ସେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି କିନ୍ତୁ ପ୍ରାର୍ଥନା କରିବା ମଧ୍ୟ ଆଙ୍କ ମନରେ ସେ ଆବେଗତା ନାହିଁ। ଗତାନୁଗତିକ ପରମ୍ପରାର ପୁନରାବୃତ୍ତି। ଯେମିତି ଆଗରୁ ମୁଣ୍ଡିଆ ମାଦୁଛନ୍ତି ସେମିତି ଆଙ୍କଲ ମଧ୍ୟ ମୁଣ୍ଡିଆ ମାଦୁଛନ୍ତି। କାହିଁକି ଏମିତି ହେଉଛି? କାହିଁକି ସେ ପ୍ରାଣ ଭରି ଆକୁଳରେ ଡାକି ପାରୁନାହାନ୍ତି? ନଟବର ନିଜେ ଗୋଟାଏ ଅସ୍ୱସ୍ତିରେ ଛଟପଟ କରି ଉଠିଲେ। ହେଲା, ମାନେ ଆଙ୍କେ ଚେଷ୍ଟା କରୁଛନ୍ତି ମୁଁ ଭଗବାନଙ୍କୁ ଡାକିବି କିନ୍ତୁ ସେ ଡାକି ପାରୁନାହାନ୍ତି। ତ ଏମିତି କାହିଁକି ହେଉଛି? ନଟବର ବାବୁ ନିଜେ ନିଜେ ମନକୁ ମନ କ'ଣ ହେଉଛନ୍ତି ନା ଭାବୁଛନ୍ତି। ତାପରେ ଛଟପଟ ହେଇକି ଉଠି ପଡ଼ୁଛନ୍ତି। ଏଇ ପ୍ରଚଣ୍ଡ ଖରାରେ ବି ଦେହଟା ତାଙ୍କ ଶୀତେଇ ଉଠିଲା। ହେଲା, ଆଉ ସିଏ ତାଙ୍କ ମନକୁ ଭଲ ଲାଗୁନି। କାଳେ ମାର କ'ଣ ହୋଇଯାଇଥିବ କ'ଣ ନାହିଁ ଏମିତି ଭାବିକି ସେ ଆସୁଛନ୍ତି ନୁହେଁ କି? ତେବେ ଏଇ ଅତ୍ୟଧିକ ଗରମରେ ସବୁ କୂଅ ପୋଖରୀ ନଦୀ ଶୁଖିଗଲା ପରି ତାଙ୍କର ଅନ୍ତରର ସେଇ ବିଶୁଦ୍ଧ ଭଲ ପାଇବାର ଉତ୍ସ କ'ଣ ଶୁଖିଯାଇଛି? ସେମିତି ମନେ ମନେ ଭାବୁଛନ୍ତି ନଟବର ବାବୁ। ମଧୁତିଆଡ଼ି କହିଲା ପରି ଏ ପାପ ଅନ୍ୟାୟ ଅନ୍ୟତାର ଭିତରେ ଠାକୁର ଆଉ କ'ଣ ମନ୍ଦିର ଭିତରେ ବି ନାହାନ୍ତି। ମଧୁତିଆଡ଼ି କ'ଣ କହୁଥିଲେ ନା କି ଏ ପାପ ଅନ୍ୟାୟ ଅନ୍ୟତାର ଭିତରେ ଠାକୁର ବି ଆଉ ମନ୍ଦିର ଭିତରେ ନାହାନ୍ତି। ସେଥିପାଇଁ କ'ଣ ତାଙ୍କର ମନ ହେଲା ଶୁଖିଲା ଥୁଣ୍ଟ ବାଉଁଶ ଓ ବେଲ ଗଛ ପରି ମନ୍ଦିରଟା ବି ସେମିତି ଭଙ୍ଗାରୁଜା ବେଢଙ୍ଗିଆ ହୋଇଯାଇଛି ଏଇ ଖରାର ଉତ୍ତାପରେ ନୁହେଁ କି? କିନ୍ତୁ ତାର ଚେର ଲମ୍ବିଛି କାହିଁ କେଉଁ ପାତାଳକୁ। ସେଇଠୁ ରସ ଶୋଷି ଶୋଷି ସେ ଖାଲି ବଞ୍ଚି ରହିଛି। କେଉଁ ଯାକ ନା ସେ ଗଛ ଗୁଡ଼ିକ, ବାଉଁଶ ଗଛ ଗୁଡ଼ିକ। ପୁଣି ଯେତେବେଳେ ବର୍ଷା ହେବ ପାଣିରେ ଶୁଖିଲା ମୋଟାଳ କାଦୁଅ ପଚ ପଚ ହୋଇଯିବ, ସେତିକି ବେଳେ ପୁଣି ପତ୍ର କଅଁଳିବ, ଫୁଲ ଫୁଟିବ। ତାର ଶୁଖିଲା ଡାଳ ପୁଣି ପୁରି ଉଠିବ ସବୁଜ ପତ୍ରର ମାଂସଳ ପରିପୂର୍ଣ୍ଣତାରେ। ହସ ଫୁଟିବ ଫୁଲର ପାଖୁଡ଼ା ପାଖୁଡ଼ାରେ। କିନ୍ତୁ ବର୍ଷା କେବେ ଆସିବ? କେବେ ପୁଣି ବୈଶାଖ ମାସର ସେ ଯେଉଁ ଗୈରିକ ଆକାଶ ଶ୍ୟାମଳ ମେଘର ବାତ୍ସଲ୍ୟମୟ କରୁଣାରେ ପୁରି ଉଠିବ? କିଏ ଖୋଜି ବାହାର କରିବ ସେହି ପାତାଳମୁଖୀ ଝରଣାର ଚିରନ୍ତନ ଉତ୍ସକୁ? ଏମିତି ଭାବୁଛନ୍ତି ମନରେ। ରାସ୍ତା ସରି ସରି ଆସୁଛି। ନଡ଼ିଆ ବଣ ଭିତରେ ଚକମକ ମାରୁଛି ସୂରଜମଲ ମାରୁଆଡ଼ିର ଧଳା କୋଠାଟା। ତେବେ ନଡ଼ିଆ ବଣ ଭିତରେ କାହାର ଧଳା କୋଠା ଅଛି? ନା ସୂରଜମଲ ମାରୁଆଡ଼ି ନୁହେଁ କି? ଗାଁଟା ହେଉଛି ମଦନପୁର। ସେଇଠୁ ଆଉ ପାଏ ବାଟ ଗଲେ ତାଙ୍କ ଗାଁ ପଡ଼ିବ। ମାନେ ମଦନପୁରରୁ ଆଉ ପାଏ ବାଟ ଗଲେ କେଉଁ ଗାଁ ପଡ଼ିବ? ନା ତାଙ୍କ ଗାଁ। କାହା ଗାଁ? ନଟବର ବାବୁଙ୍କ ଗାଁ। ମଦନପୁର ମୌଜା ଓ ତାଙ୍କ ମୌଜାର ସୀମା ଚିହ୍ନଟ କରୁଥିବା ପ୍ରକାଣ୍ଡ ବରଗଛଟା ବି ଦେଖାଯାଉଛି। ମାନେ ଗୋଟେ ପ୍ରକାଣ୍ଡ ବରଗଛ ଅଛି। ସେ ବରଗଛ କ'ଣ କରୁଛି ନା ମଦନପୁର ମୌଜା ଆଉ ତାଙ୍କ ଗାଁର ମୌଜା ସେଇଟା ସୀମା ନିର୍ଦ୍ଧାରଣ କରୁଛି ସେ ବରଗଛଟା। ତେବେ ସେଇଟା ମୋତେ ତାଙ୍କୁ ଦେଖାଗଲାଣି। ଜୋରରେ ଜୋରରେ ପାଦ ପକେଇକି ଚାଲିଲେ ନଟବର ବାବୁ। ଆଉ ଦେଖିଲେ କ'ଣ ନା ବିରାଟ ଅଶ୍ୱତତ୍ଵ ଗଛଟି। 2-4 ଜଣ ମଣିଷର କୁଣ୍ଢ ପାଇବ ନାହିଁ ଏତେ ବଡ଼ ଗଣ୍ଡି। ଏତେ ବଡ଼ ଗଛଟା ଅଥଚ ଟିକିଏ ବୋଲି ଛାଇ ନାହିଁ। ଏଡ଼େ ବଡ଼ ଗଛ ହେଇଛି କିନ୍ତୁ ତାର ଟିକିଏ ବୋଲି ଛାଇ ନାହିଁ। ମାନେ ପତ୍ର ଝଡ଼ା ଦେଇଛି, ଗୋଟାଏ ହେଲେ ବି ପତ୍ର ନାହିଁ, ଟିକିଏ ଟିକିଏ କଅଁଳୁଛି। ଗଛ ଚାରିପଟେ
ଛୋଟ ଛୋଟ ଅସଂଖ୍ୟ ଅଶ୍ୱତଥ କୋଳି, କେତେ ବଡ଼ ଗଛ ଅଥଚ କେତେ ଛୋଟ ତାର ଫଳ। ନଟବର ମନେ ମନେ ହସିଲେ। ଗୋଟାଏ ବଡ଼ ଚେର ଉପରେ ଦଣ୍ଡେ ବସିଗଲେ। ସେ ଗଛର ବଡ଼ ଚେର ଉପରେ ଯାଇକରି ବସି ପଡ଼ୁଛନ୍ତି। ଗଛ ଗଣ୍ଡି ଉପରେ ମୋଟା ନାଲି ସିନ୍ଦୁର ଦାଗ। ଗଛ ଗଣ୍ଡି ଉପରେ କ'ଣ ଲଗା ହେଇଛି? ମୋଟା ନାଲି ସିନ୍ଦୁରର ଦାଗ ଲଗା ହେଇଛି। ତା ତଳକୁ ଲମ୍ବିଛି ନାଲି ପିମ୍ପୁଡ଼ି ଧାର। ହେଲା, ସେ ଗଛ ପାଖକୁ ଲାଗିଛି କ'ଣ? ନାଲି ପିମ୍ପୁଡ଼ିର ଧାର ହାତରେ ଲମ୍ବିଛି। ସୂରଜମଲ ମାରୁଆଡ଼ର ବାପା ସବୁଦିନେ ସକାଳେ ଏଇଠି ପିମ୍ପୁଡ଼ିମାନଙ୍କ ପାଇଁ ଗୁଡ଼ କି ଚିନି ଦେଇଯାଏ। ଯେଉଁ ସୂରଜମଲ ମାରୁଆଡ଼ ନାହିଁ କି, ତାର ବାପା ସବୁଦିନେ ଏଇଠି ଆସି କ'ଣ ପିମ୍ପୁଡ଼ିମାନଙ୍କ ପାଇଁ ଗୁଡ଼ କି ଚିନି ଦେଇଯିବେ। ଆଉ ନଟବର ବାବୁ ସେ କଥା ଭାବିକି ମନକୁ ମନ ହସିଲେ ମଧ୍ୟ। କ'ଣ ନା, ଏଇଠି ହେଇକି ସୂରଜମଲ ମାରୁଆଡ଼ର ବାପା ଏଇଠି ପିମ୍ପୁଡ଼ିମାନଙ୍କୁ କ'ଣ ଗୁଡ଼ କି ଚିନି ଦେଉଥିଲେ ବୋଲି। ତାପରେ ଏମିତି ଭାବୁ ଭାବୁ ନଟବର ବାବୁ ଆହୁରି ଅନେକ କଥା ଭାବି ଦେଇଛନ୍ତି। କ'ଣ ନା, ଏଇ ଅଶ୍ୱତଥ ଗଛ ମୂଳେ ବସି ବୁଦ୍ଧଦେବ କୁଆଡ଼େ ବୁଦ୍ଧତ୍ୱ ପ୍ରାପ୍ତ ହୋଇଥିଲେ। ଏହି ଗଛ ମୂଳେ ମହାବୀର ଜିନ ପରମ ଜ୍ଞାନ ପାଇଥିଲେ। ବୁଦ୍ଧଙ୍କର ଧର୍ମ କୁଆଡ଼େ ଗଲା, ଜୈନ ଧର୍ମ କୁଆଡ଼େ ଗଲା, ଖାଲି ଗଛଟା ହିଁ ପୂଜା ପାଉଛି। ତ ଏ ଅଶ୍ୱତଥ ଗଛକୁ ନେଇକି ମନରେ ଅନେକ ଭାବାନ୍ତର ମଧ୍ୟ ଆସିଛି। କି ଅଛି ଏଇ ଗଛରେ? ନା ଟିକେ ଛାଇ, ନା ତାର କାଠ କିଛି କାମରେ ଆସୁଛି, ତଥାପି ଏ ଗଛ ପୂଜା ପାଉଛି। ସମୟର ଖରା ଏମିତି ଶୋଷି ନିଏ ପ୍ରକାଶିତ ରସର ପୋଖରୀ ନଦୀକୁ, କିନ୍ତୁ ଶୋଷି ପାରେ ନାହିଁ ସାତ ତାଳ ଭେଦି ଭିତରେ ଭିତରେ ପରିବ୍ୟାପ୍ତ ହୋଇ ରହିଥିବା ରସର ସମୁଦ୍ରକୁ। ଶୋଷିପାରେ କି? ଶୋଷିପାରେନି ନା। ମାଟି ତଳର ପାଣିକୁ ଶୋଷିପାରେ କି? ଶୋଷିପାରେନି। ତେବେ ପୁଣି ଜଣେ କିଏ ଭଗୀରଥ ଜନ୍ମ ହୋଇ ତାକୁ ପୁଣି ବାଟ କଢ଼େଇ ଆଣିବ ପୃଥିବୀ ଉପରକୁ। ଆଉ ଜଣେ କିଏ ଅର୍ଜୁନ ତୀକ୍ଷ୍ଣ ସ୍ୱରରେ ପୃଥିବୀର କଠିନ ଆବରଣ ଭେଦ କରି ପୁନରାୟ ଉପରକୁ ଉଠାଇ ଆଣିବ ସ୍ୱତ ନିଃସାରିତ ଝରଣାର ସ୍ରୋତକୁ। କିନ୍ତୁ ତା ଆଗରୁ ଏହି ଶୁଷ୍କ ଟାଙ୍ଗର ଧୂସର ଭୂମି ଉପରେ ଶୀତଳ ଜଳ ପ୍ରକାଶ କ'ଣ କେଉଁଠି ନାହିଁ? ମନେ ମନେ ଭାବୁଛନ୍ତି ଏଇଟା ନଟବର ବାବୁ। ହେଲା, ଏମିତି ଭାବୁ ଭାବୁ ନଟବର କେତେବେଳେ ବରଗଛ ପାଖରେ ପହଞ୍ଚି ଯାଇଛନ୍ତି ଜାଣନ୍ତି ନାହିଁ। କୋଉ ବରଗଛ ପାଖେ ପହଞ୍ଚନ୍ତି? ନା, ମଦନପୁର ଆଉ ତାଙ୍କ ଗାଁର ଯେଉଁ ମୌଜାର ଯେଉଁ ବାଡ଼ ଅଛି, ସେ ସୀମା, ସେଇଠି ଥିବା ବରଗଛ ପାଖକୁ ପହଞ୍ଚନ୍ତି। ହେଲା, ହଠାତ୍ ବରଗଛ ତଳର ଶୀତଳ ଛାଇରେ ତାଙ୍କର ଚେତା ପଶିଲା। ସାରା ଦେହରେ ଯେମିତି କ'ଣ ମଧୁର ଶୀତଳ ସ୍ପର୍ଶ ଦେଇଗଲା। ଆଃ, କି ଆରାମ! ସେ ଆଉ ଟିକେ ଘଞ୍ଚ ଛାଇ ତଳେ ଯାଇ ବସି ପଡ଼ିଲେ। ପ୍ରକାଣ୍ଡ ବରଗଛ, ତାଙ୍କ ପିଲାଦିନରୁ ସେ ତାକୁ ଏମିତି ଦେଖି ଆସିଛନ୍ତି। ଏଇ କେତେ ବର୍ଷ ଭିତରେ ଆହୁରି ବଢ଼େଇ ଦେଇଛି ତାର ଗଣ୍ଡିକୁ। ପାଖକୁ କେତେ ଗୁଡ଼ାଏ ଗୋରୁ ଆସି ବସିକି ପାକୁଳି କରୁଛନ୍ତି। କିଏ କେତେଟା ଡାଳ କାଟି ପକାଇ ଦେଇଛି ସେ ତାରି ଚାରିପାଖରେ। ସେଠି ଛେଳି ଗୁଡ଼ାଏ ପତ୍ର ଛିଣ୍ଡାଇ ଛିଣ୍ଡାଇକି ଖାଉଛନ୍ତି। ମାନେ କିଏ ଡାଳ ଦିଟା ପକାଇ ଦେଇଛି, ସେଠି ଛେଳି ଗୁଡ଼ାଏ ପତ୍ର ଛିଣ୍ଡାଇ ଛିଣ୍ଡାଇ ଖାଉଛନ୍ତି। ଦୁଇ ଚାରିଟା ପିଲା ଏଇ ଧୁମ ଖରାବେଳଟାରେ ପହଳରେ ଝୁଲି ଝୁଲି ଡାଳ ମାଙ୍କୁଡ଼ି ଖେଳ ଖେଳୁଛନ୍ତି। ମାନେ ଖରାବେଳେ ସେଠି ପିଲା ଦିଟା ମଧ୍ୟ ଆସିଛନ୍ତି। କ'ଣ ସେଠି ଆସିକିରି ତୁ ମୋତେ ଗୋଡ଼େଇ ପାରୁନୁ, ତୁ ମୋତେ ଗୋଡ଼େଇ ପାରୁନୁ ଏମିତି କହିକି ଡାଳରେ ଖେଳୁଛନ୍ତି। ଡାଳି ମାଙ୍କଡ଼ି ମାନେ ଡାଳ ଡେଇଁକିରି ଡେଉଁଛନ୍ତି, ଝୁଲୁଛନ୍ତି ପିଲା ଯାକ। ତାଙ୍କ ପାଖକୁ ଟିକିଏ ଦୂରରେ କେତେଜଣ ତାଙ୍କରି ପରି ବାଟୋଇ ଚାରି କାତ ମେଲେଇ ନିଘୋଡ଼ ନିଦରେ ଶୋଇଯାଇଛନ୍ତି। ମାନେ ତାଙ୍କ ପରି କିଛି ବାଟୋଇ ସେଇ ବରଗଛ ମୂଳେ କ'ଣ ନା ନିଘୋଡ଼ ନିଦରେ ଗୋଡ଼ ହାତ ଓସାରିକି ଶୋଇଛନ୍ତି। ସାରା ଗଛଟା ଭର୍ତ୍ତି ନାନା ପ୍ରକାର ଚଢ଼େଇ। ସେମାନଙ୍କର କିଚିରି ମିଚିରି ଶବ୍ଦରେ କାନ ଅତଡ଼ା ପରି ପଡ଼ିଯାଉଛି। କିନ୍ତୁ ସବୁ ସତ୍ତ୍ୱେ ବି ଗଛଟା ଯେମିତି ତାର ସହସ୍ର ବାହୁ ମେଲେଇ ତାର ସବୁ ସନ୍ତାନକୁ ଆନନ୍ଦରେ ଆଲିଙ୍ଗନ କରି ରଖିଛି ଏକ ମହାନ ସ୍ନେହମୟୀ ଜନନୀ ପରି। ମୁଣ୍ଡ ତଳେ ଗାମୁଛାଟା ଦେଇ ଗଡ଼ି ପଡ଼ିଲେ ନଟବର। ଜୋତା ଗୁଡ଼ା କାଢ଼ି ପକେଇ ଦୂରକୁ ଥୋଇଦେଲେ। ନିଆଁ ପରି ତାତିଥିଲା ସେ ଜୋତା ଗୁଡ଼ାକ। କାଣି ଆଙ୍ଗୁଠି କୋଣରେ ଗୋଟାଏ ଫୋଟକା ବାହାରି ଗଲାଣି।
ଜୋତା କାଢ଼ି ଦେଲା ମାତ୍ରେ ପାଦ ଦୁଇଟା ଥଣ୍ଡା ହୋଇ ଆସିଲା। ଗୋଡ଼ ଲମ୍ବାଇ ଉପରକୁ ମୁହଁ କରି ସେ ଆଖି ବୁଜିବା ଆଗରୁ ଚାରିଆଡ଼କୁ ଅନେଇ ଦେଲେ। ଗୋଟାଏ ଜାଗାରେ ତାଙ୍କର ଆଖି ଅଟକି ଗଲା। କୋରଡ଼ ଭିତରେ ଉଠିଛି ଅଶ୍ୱତତ୍ୱ ଗଛ ଆଉ ବେଲ ଗଛ। ବୁଝିଲା? ସେ ବର ଗଛର କୋରଡ଼ ଭିତରେ କିଏ ଅଛି? ଗୋଟେ ଅଶ୍ୱତତ୍ୱ ଗଛ ଅଛି ଆଉ ଗୋଟେ ବେଲ ଗଛ ଅଛି। ସେ ପରମ ତୃପ୍ତିରେ ଆଖି ବୁଜିଲେ। ଆଖି ବୁଜିଲେ ଅର୍ଥାତ୍ ଶୋଇପଡ଼ିଛନ୍ତି। ଆଉ ସେହି ମୁଦା ଆଖି ପତା ଉପରେ ଭାସି ଉଠିଲା ଗୋଟାଏ ବିରାଟ ବରଗଛର ଛବି। ଆଉ ସେଇ ବରଗଛଟିକୁ ଆଚ୍ଛନ୍ନ କରି ଆଉ ଗୋଟାଏ ଛବି। ସେ ଛବି ତାଙ୍କ ବୋଉର, ଅର୍ଥାତ୍ ସେ ବରଗଛକୁ ଭାବୁ ଭାବୁ ସେ ବରଗଛ ଭିତରେ ତାଙ୍କ ବୋଉର ଛବିକୁ ସେ ଦେଖିଛନ୍ତି। ଯେମିତି ତାଙ୍କ ବୋଉ ତାଙ୍କୁ ଯେମିତି ପାଳନ କରିଥିଲା ସେ ବରଗଛ ଭିତରେ, ସେମିତି ଅଶ୍ୱତତ୍ୱ ଗଛ ବେଲ ଗଛ ମଧ୍ୟ ସେମିତି ଗୋଟେ ମା କୋଳରେ ପିଲାମାନେ ଥିଲା ଭଳି ଦେଖାଯାଇଛି। କ୍ରମେ କ୍ରମେ ସେ ଛବିଟା ଲିଭିଯାଇ ଆହୁରି ଗୋଟାଏ ଗଛ ଛବି ଆଉ ଗୋଟାଏ ଛବି ଦେଖାଗଲା। ଏ ଛବିଟା ହେଉଛି ତାଙ୍କର ନିଜର, ଅର୍ଥାତ୍ ବରଗଛ ଏଠି ମା ହେଲା ବେଳକୁ ବେଲଗଛ ଭଳି ଆଙ୍କେ ନିଜେ କିଏ ନଟବର ବାବୁ ସେମିତି ନିଜର ଭାବନାରେ ଦେଖିଛନ୍ତି, ନୁହେଁ କି? ତ ଭିଡ଼ିଓଟି କେମିତି ଲାଗିଲା ନିଜର ମତାମତ କମେଣ୍ଟସ୍ ମାଧ୍ୟମରେ ଜଣାଇବେ। ଚ୍ୟାନେଲକୁ ନୂଆ କରି ଆସିଥିଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେ ନାହିଁ। ଧନ୍ୟବାଦ। ଆମେ ପରବର୍ତ୍ତୀ ମୁହୂର୍ତ୍ତରେ ଆମେ ୟାର ଅନ୍ୟାନ୍ୟ ପ୍ରଶ୍ନ ଉତ୍ତର ବିଷୟକୁ ଆଲୋଚନା କରିବା।